ହଁ ଜି ମିତ୍ର ସକାଳୁ ଉଠିକି ବାହାରିଲି ଗାଧେଇବା ପାଇଁ। ଏତେ ସକାଳୁ ଗାଧେଇବା ପାଇଁ କାହାକୁ ବି ଇଚ୍ଛା ନଥାଏ, ହେଲେ କ'ଣ କରିବା। ଘରେ ପହଞ୍ଚିକି ରେଡି ହେଇଗଲି, ଦେନ୍ ବାହାରିଲି ଦୋକାନ ଖୋଲିବାକୁ। କୁଆଡୁ ଏତେ ଧୂଳି ପଶୁଛି ଜଣା ହିଁ ପଡୁନି। ଝାଡୁ ମାରିକି ପୁରା କ୍ଲିନ୍ କରିଦେଲି। ମୋ ବ୍ୟବସାୟ ଉପରେ କାହାର ନଜର ନ ଲାଗୁ ବୋଲି ଠାକୁରଙ୍କୁ ଧୂପ ଜାଳିଲି। ଚକୋଲେଟ ଡବା ଉପରେ ଏତେ ଡଷ୍ଟ କୁଆଡୁ ଆସୁଛି ସବୁ ଭଲ ଭାବରେ ପୋଛିକି ରଖିଦେଲି। ଦୋକାନ ବୋଲି କେମିତି ଜାଣିବେ, ସେଥିପାଇଁ ବାହାର ସାଇଡରେ ମାଳ ମାଳ କରି କୁରକୁରେ ସବୁ ଟାଙ୍ଗିଦେଲି। ଏବେ କେମିତି ଲାଗୁଛି? ଏବେ ମୋର କାମ ଥିଲା ପେଟ୍ରୋଲ ରଖିବା। ଶୁଣ ଶୁଣ ଶୁଣ, ତମ ମାନଙ୍କ ସାଇଡରେ ପେଟ୍ରୋଲ ରେଟ୍ କେତେ ଜଣେଇବେଟି? ଆଜି ଦିନର ଫାଷ୍ଟ କଷ୍ଟମର ଆଜ୍ଞା ଜଣକ। ଏ ଚକୋଲେଟ ଡବା ଭିତରୁ ବାହାରିଲା ଏ ଜିନିଷଟା। ୟା ଭିତରେ କ'ଣ ଅଛି ଦେଖିବା। ଆରେ ୟା ଭିତରେ କ'ଣ ପଇସା ବାହାରୁଛି। ତାପରେ ଛୋଟ ଛୋଟ ପିଲା ସବୁ ପଳେଇ ଆସିଲେ, ତାଙ୍କୁ 20 ଟଙ୍କିଆ ଥମ୍ସଅପ୍ ଦେଲି, ଆଉ ତାଙ୍କ ପାଖରେ 10 ଟଙ୍କାଟେ ଥିଲା ଚକୋଲେଟ ଦେଇଦେଲି। ଆମ ସାହିରେ ଦୋକାନ ଯେମିତି ଖୋଲିଲି, ଏମାନେ ସବୁ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ଗୋଟେ ଗୋଟେ ଚକୋଲେଟ ସମସ୍ତଙ୍କୁ ଦେଲି। ଆଜି ମୁଁ ଅର୍ଡର କରିଥିଲି କ୍ୟୁଆର କୋଡ ପାଇଁ। ଅଳିଆ ଗୁଡାକ ସବୁ ଗୋଟେ ଜାଗାରେ ରଖିକି ଜାଳିଦେଲି।